ପାଞ୍ଚ ବର୍ଷ ଚାଲିଲାନି 32 କୋଟିର ରାସ୍ତା। ଜୟ ଜଗନ୍ନାଥ ବନ୍ଧୁ ମାନେ, ଉପାନ୍ତ ଓଡ଼ିଶାରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ। କେନ୍ଦୁଝର ଜିଲ୍ଲା ଭଦ୍ରାସାହି ଛକ 520 ନମ୍ବର ଜାତୀୟ ରାଜପଥରୁ ବଡ଼ବିଲ ପର୍ଯ୍ୟନ୍ତ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତାରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଖଣିଜ ବୋଝେଇ ଭାରିଯାନ ଚଳାଚଳ କରେ। ତେଣୁ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାଜ୍ୟ ରାଜପଥକୁ ବଡ଼ବିଲ ଅଞ୍ଚଳର ଜୀବନରେଖା କୁହାଯାଏ। ତେଣୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ରାସ୍ତାକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ ପ୍ରାୟ 32 କୋଟି ଟଙ୍କା ବ୍ୟୟରେ 4 ଲାଇନ୍ ବିଶିଷ୍ଟ କରାଯାଇଛି। ତେବେ ରାସ୍ତାଟି ସମ୍ପୂର୍ଣ୍ଣ ହେବାର 5 ବର୍ଷ ନ ପୂରୁଣୁ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ତେବେ ବିଭିନ୍ନ ସମୟରେ 2 ଚକିଆ ଯାନ ନେଇ ଯାଉଥିବା ଲୋକ ଖାଲରେ ପଡ଼ି ଆହତ ହେଉଥିବା ବେଳେ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣାରେ ଅନେକ ଲୋକଙ୍କର ପ୍ରାଣହାନି ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେଣୁ ଉକ୍ତ ରାସ୍ତାର ପୁଣି ଥରେ ମରାମତି ନିମନ୍ତେ ସାଧାରଣରେ ଦାବି ହେଉଛି।